ଆମେ ସମସ୍ତେ କେବେ ନା କେବେ ଏହି ପ୍ରଶ୍ନ ବିଷୟରେ ଭାବିଛୁ। ଯଦି ଈଶ୍ୱର ସର୍ବଶକ୍ତିମାନ, ଦୟାଳୁ ଆଉ ପୂର୍ଣ୍ଣ ଆନନ୍ଦରେ ଥାଆନ୍ତି, ତେବେ ତାଙ୍କ ସୃଷ୍ଟିରେ ଏତେ ଦୁଃଖ କାହିଁକି, ଏତେ କଷ୍ଟ, ଏତେ ଅନ୍ୟାୟ? ଏଟା କେମିତିକା କଥା? ଆଉ ଏହି ଯୋଉ ଗଭୀର ପ୍ରଶ୍ନ, ଏହାର ଉତ୍ତର ଖୋଜିବା ପାଇଁ ଆଜି ଆମେ ଏକ ଅଦ୍ଭୁତ ବାର୍ତ୍ତାଳାପ ଭିତରକୁ ଯିବା। ଆମେ ଏହାକୁ ଶ୍ରୀମଦ୍ ଭାଗବତରୁ ନେଇଛୁ। ଆଉ ଏହି କଥାବାର୍ତ୍ତା ହେଉଛି ଜ୍ଞାନୀ ବିଦୁର ଏବଂ ମହର୍ଷି ମୈତ୍ରେୟଙ୍କ ମଧ୍ୟରେ। ହଁ, ଆଉ ବିଦୁର ଠିକ୍ ସେହି ପ୍ରଶ୍ନ ପଚାରୁଛନ୍ତି ଯାହା ଆମ ସମସ୍ତଙ୍କ ଭିତରେ ଭିତରେ ବ୍ୟଥିତ କରେ। ଏକଦମ। ତେବେ ଆଜିର ଏହି ଆଲୋଚନାରେ ଆମେ ଚେଷ୍ଟା କରିବା ଏହି ପ୍ରାଚୀନ ଜ୍ଞାନକୁ ଟିକେ ସହଜ ଭାବରେ ବୁଝିବା ପାଇଁ। କେବଳ କାହାଣୀଟିକୁ ଶୁଣିବା ନୁହେଁ, ବରଂ ବିଦୁରଙ୍କ ସେହି ଦ୍ୱନ୍ଦ୍ୱକୁ ଅନୁଭବ କରିବା ଆଉ ମୈତ୍ରେୟଙ୍କ ଉତ୍ତରରେ ଲୁଚିଥିବା ରହସ୍ୟକୁ ଖୋଲିବା। ଠିକ୍, ଚାଲନ୍ତୁ ଆରମ୍ଭ କରିବା। ତେବେ କଥାବାର୍ତ୍ତା ଆରମ୍ଭ ହେଉଛି ବିଦୁରଙ୍କର ଏକ ଗଭୀର ମାନସିକ ସଙ୍କଟରୁ। ସେ ଗୋଟେ ବଡ଼ ବିରୋଧାଭାସ ଦେଖୁଛନ୍ତି। ଗୋଟେ ପଟେ ଈଶ୍ୱର, ଯିଏ ନିଜେ ସମ୍ପୂର୍ଣ୍ଣ, ଆନନ୍ଦମୟ, ଆଉ ଅନ୍ୟପଟେ ତାଙ୍କରି ସୃଷ୍ଟି, ଯେଉଁଠି ଜୀବମାନେ ନିଜ ନିଜ କର୍ମ ପାଇଁ ଅସରନ୍ତି ଦୁଃଖ ଭୋଗୁଛନ୍ତି। ଏହି ଚିନ୍ତା ତାଙ୍କୁ ଏତେ ବ୍ୟସ୍ତ କରିଛି ଯେ ସେ ନିଜେ କହୁଛନ୍ତି ଛିଦ୍ୟତେ ହୃଦୟଂ ମେ, ମାନେ ମୋ ହୃଦୟ ଛିନ୍ନ ବିଚ୍ଛିନ୍ନ ହୋଇଯାଉଛି। ଆଉ ଏଇଟା ଦେଖନ୍ତୁ, କେବଳ ଏକ ଭାବପ୍ରବଣ କଥା ନୁହେଁ, ଏହା ଏକ ବୌଦ୍ଧିକ ସଙ୍କଟ। ବିଦୁରଙ୍କ ପ୍ରଶ୍ନ ଆହୁରି ଗଭୀର। ସେ ପଚାରୁଛନ୍ତି, ଯଦି ଆତ୍ମା ମୂଳରୁ ଶୁଦ୍ଧ, ଜ୍ଞାନମୟ, ତେବେ ତାହା କେମିତି ଅଜ୍ଞାନର ବନ୍ଧନରେ ପଡ଼ିଯାଏ? ଠିକ୍, ଯିଏ ସ୍ୱଭାବରେ ମୁକ୍ତ, ସେ ନିଜକୁ ବନ୍ଦୀ ବୋଲି ଭାବି କଷ୍ଟ ପାଉଛି। ଏହା କିପରି ସମ୍ଭବ? ଏହା ହିଁ ତ ପ୍ରକୃତ ପ୍ରଶ୍ନ। ଆଉ ତାଙ୍କର ବ୍ୟାକୁଳତା ତାଙ୍କ ଶବ୍ଦରୁ ସ୍ପଷ୍ଟ ଜଣାପଡ଼ୁଛି। ସେ ମହର୍ଷିଙ୍କୁ ଆକୁଳ ନିବେଦନ କରି କହୁଛନ୍ତି, ହେ ମୁନି, ଆପଣ ନିଜ ଜ୍ଞାନ ରୂପକ ଖଣ୍ଡାରେ ମୋ ମନର ସବୁ ସନ୍ଦେହକୁ କାଟିଦିଅନ୍ତୁ। ମାନେ, ସେ ଯେମିତି ଏହି ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ଚାହୁଁଛନ୍ତି। ହଁ। ଏପରି ଏକ ଆକୁଳ ପ୍ରଶ୍ନ ଶୁଣିବା ପରେ ମୈତ୍ରେୟ ନିଶ୍ଚୟ କିଛି ଗମ୍ଭୀର ଉପଦେଶ ଦେବା ଆରମ୍ଭ କରିଥିବେ। ନା, ସେଇଥି ତ କଥାଟା ଆହୁରି ଆଶ୍ଚର୍ଯ୍ୟଜନକ। ସେ ହସିଲେ। କ'ଣ କହିଲେ? ହସିଲେ? ହଁ, କେବଳ ହସିଲେ। ଭାବନ୍ତୁ, ଜଣେ ଏତେ ଦୁଃଖରେ, ଏତେ ବଡ଼ ଦ୍ୱନ୍ଦ୍ୱରେ ଅଛି, ଆଉ ଜ୍ଞାନୀ ଜଣକ ତାକୁ ଦେଖି ହସୁଛନ୍ତି। ପ୍ରଥମେ ଶୁଣିଲେ ଲାଗିବ ଯେ ଏହା ଏକ ପ୍ରକାର ଉପହାସ। ବାସ୍ତବିକ ମୋତେ ତ ଟିକେ ଖରାପ ଲାଗିଥାନ୍ତା। କିନ୍ତୁ ଏହି ହସ ପଛରେ ନିଶ୍ଚୟ କିଛି ଗଭୀର କାରଣ ଥିବ। ନିଶ୍ଚୟ, ଏହି ହସରେ ହିଁ ପୁରା ଉତ୍ତରର ସୂତ୍ର ଲୁଚି ରହିଛି। ମୈତ୍ରେୟଙ୍କର ହସ ଯେମିତି କହୁଛି, ହେ ବିଦୁର, ତୁମେ ଯେଉଁ ପ୍ରଶ୍ନକୁ ନେଇ ଏତେ ବ୍ୟସ୍ତ, ସେହି ପ୍ରଶ୍ନର ମୂଳଦୁଆ ହିଁ ଭୁଲ। ଓହୋ। ସେ ବୁଝାଉଛନ୍ତି ଯେ ଆତ୍ମାର ବନ୍ଧନ ବା ଈଶ୍ୱରଙ୍କ ଦ୍ୱାରା ଦୁଃଖ ସୃଷ୍ଟି, ଏସବୁ ଘଟଣା ବାସ୍ତବରେ କେବେ ଘଟେ ନାହିଁ। ଯାହା ଘଟୁଛି ବୋଲି ଲାଗୁଛି, ତାହା କେବଳ ଏକ ଭ୍ରମ, ଗୋଟେ ମାୟା। ଆଚ୍ଛା, ମାନେ ସମସ୍ୟାଟା ହିଁ ଏକ ଭ୍ରମ। କିନ୍ତୁ ଏହି ଭ୍ରମ ତ ବହୁତ ସତ ଲାଗେ। ଆମେ ଯେଉଁ ଦୁଃଖ କଷ୍ଟ ଅନୁଭବ କରୁ, ତାହା ତ ଆମ ପାଇଁ ସତ। ହଁ, ସେଇଥିପାଇଁ ତ ସେ ଏହି ଜଟିଳ ତତ୍ତ୍ୱକୁ ବୁଝାଇବା ପାଇଁ କିଛି ଅସାଧାରଣ ଉଦାହରଣ ଦେଇଛନ୍ତି। ପ୍ରଥମ ଉଦାହରଣ ହେଉଛି ସ୍ୱପ୍ନର। ସେ କହୁଛନ୍ତି, ଭାବନ୍ତୁ, ଜଣେ ଲୋକ ସ୍ୱପ୍ନରେ ଦେଖୁଛି ଯେ ତାର ମୁଣ୍ଡ କଟିଯାଇଛି। ସେ ଭୟରେ ଚିତ୍କାର କରୁଛି। ସେହି ସ୍ୱପ୍ନ ଭିତରେ ଥିବାବେଳେ ସେହି ଅନୁଭବ, ସେହି ଯନ୍ତ୍ରଣା, ସବୁକିଛି ତ ସମ୍ପୂର୍ଣ୍ଣ ସତ ଲାଗିବ। ବାଃ, ଏହି ଉପମାଟି ପ୍ରକୃତରେ ଚମତ୍କାର। ସ୍ୱପ୍ନ ଭିତରେ ତ ସବୁକିଛି ସତ ଲାଗେ, କିନ୍ତୁ ନିଦ ଭାଙ୍ଗିଗଲେ? ନିଦ ଭାଙ୍ଗିବା କ୍ଷଣି ସେ ହଠାତ୍ ଜାଣେ ଯେ ସେ ନିଜ ବିଛଣାରେ ସୁରକ୍ଷିତ ଅଛି, ଆଉ ଯାହା ସବୁ ଘଟିଲା ତାହା କେବଳ ମନର ଏକ ଖେଳ ଥିଲା। ମୈତ୍ରେୟ କହୁଛନ୍ତି, ଠିକ୍ ସେହିପରି ଏହି ସଂସାରରେ ଆତ୍ମାର ବନ୍ଧନ ଆଉ ଦୁଃଖ କଷ୍ଟ ସତପରି ଲାଗିଲେ ମଧ୍ୟ ଜ୍ଞାନରୂପକ ଜାଗରଣ ପରେ ତାହା ଏକ ସ୍ୱପ୍ନ ପରି ମିଛ ବୋଲି ଜଣାପଡ଼େ। ଏହା ତ ସ୍ୱପ୍ନ କଥା ଗଲା। କିନ୍ତୁ ଜାଗ୍ରତ ଅବସ୍ଥାରେ ବି ତ ଆମେ ଏପରି ଭୁଲ କରୁ। ସେଥିପାଇଁ କିଛି ଉଦାହରଣ ଅଛି କି? ହଁ, ଆଉ ତାହା ଆହୁରି ସୁନ୍ଦର। ସେ ଦର୍ପଣର ଉଦାହରଣ ଦେଉଛନ୍ତି। ଧରନ୍ତୁ, ଆପଣ ଗୋଟେ ବଙ୍କାତେଡ଼ା ଦର୍ପଣ ସାମ୍ନାରେ ଠିଆ ହେଲେ। ଆଚ୍ଛା। ସେଥିରେ ଆପଣଙ୍କର ପ୍ରତିବିମ୍ବ ବି ବିକୃତ ଦେଖାଯିବ। ସେହି ପ୍ରତିବିମ୍ବକୁ ଦେଖି କ୍ଷଣିକ ପାଇଁ ଲାଗିପାରେ ଯେ ଆପଣ ନିଜେ ହିଁ ବିକୃତ ହୋଇଯାଇଛନ୍ତି। କିନ୍ତୁ ପ୍ରକୃତରେ ଆପଣଙ୍କର କିଛି ବି ପରିବର୍ତ୍ତନ ହୋଇନି। ବୁଝିଲି। ତେବେ ଏଠାରେ ଦର୍ପଣଟା କ'ଣ? ଏଠାରେ ଶରୀର ହେଉଛି ସେହି ଦର୍ପଣ, ଆଉ ଆତ୍ମା ହେଉଛି ଦର୍ଶକ। ଆତ୍ମା ଭୁଲରେ ଶରୀରର ଦୁଃଖ କଷ୍ଟକୁ ନିଜର ବୋଲି ଭାବିନିଏ, ଯେମିତି ଦର୍ଶକ ପ୍ରତିବିମ୍ବକୁ ନିଜେ ବୋଲି ଭାବିନିଏ।
ମାନେ ଆମେ ଆମର ପ୍ରତିବିମ୍ବ ସହିତ ନିଜକୁ ଏତେ ମିଶାଇ ଦେଉଛୁ ଯେ ପ୍ରତିବିମ୍ବର ଦୁଃଖକୁ ନିଜର ଦୁଃଖ ବୋଲି ଭାବୁଛୁ। ବାଃ। ଆଉ ତୃତୀୟ ଉଦାହରଣ? ହଁ, ତୃତୀୟ ଉଦାହରଣଟି ବୋଧେ ସବୁଠାରୁ ସ୍ପଷ୍ଟ। ତାହା ହେଉଛି ଜଳରେ ଚନ୍ଦ୍ରର ପ୍ରତିବିମ୍ବ। ଆକାଶରେ ଥିବା ଚନ୍ଦ୍ର ସବୁବେଳେ ସ୍ଥିର, ଶାନ୍ତ। କିନ୍ତୁ ପବନରେ କମ୍ପୁଥିବା ପୋଖରୀ ପାଣିରେ ତାର ପ୍ରତିବିମ୍ବ କମ୍ପିତ ହୁଏ। ଏଇଟା ତ ଆମେ ସମସ୍ତେ ଦେଖିଛୁ। ତେବେ ଜଣେ ଅଜ୍ଞ ଲୋକ ପାଣିକୁ ଦେଖି ଭାବିପାରେ ଯେ ଚନ୍ଦ୍ର ହିଁ ଥରୁଛି। କିନ୍ତୁ ପ୍ରକୃତରେ ଚନ୍ଦ୍ର ଉପରେ ଏହାର କୌଣସି ପ୍ରଭାବ ପଡ଼େ ନାହିଁ। ସମସ୍ୟା ଚନ୍ଦ୍ରରେ ନାହିଁ। ସମସ୍ୟା ଜଳର ଅସ୍ଥିରତାରେ ଅଛି। ଏକ୍ଜାକ୍ଟଲି। ଠିକ୍ ସେହିପରି ପରମାତ୍ମା ବା ଶୁଦ୍ଧ ଆତ୍ମା ସେହି ଚନ୍ଦ୍ର ପରି ସର୍ବଦା ସ୍ଥିର। କିନ୍ତୁ ମାୟାରୂପକ ଜଳରେ, ମାନେ ଆମ ମନ ଭିତରେ, ତାର ପ୍ରତିବିମ୍ବ ସାଂସାରିକ ଦୁଃଖସୁଖର ତରଙ୍ଗରେ କମ୍ପିତ ହେଲା ପରି ଲାଗେ। ଏହା ଏକ ଚମତ୍କାର କଥା। ଆଜିର ଦୁନିଆରେ ଆମ ମନର ଶାନ୍ତି ତ ଏମିତି ହିଁ ବାହ୍ୟ ପରିସ୍ଥିତି ଉପରେ ନିର୍ଭର କରୁଛି। ଅଫିସରେ କ'ଣ ହେଲା, ସୋସିଆଲ ମିଡିଆରେ କିଏ କ'ଣ କହିଲା, ସେହି ସବୁ ହେଉଛି ସେଇ ଅସ୍ଥିର ପାଣି। ଆଉ ଆମେ ଭାବୁଛୁ ଆମେ ନିଜେ ହିଁ ଅସ୍ଥିର। ଆପଣ ଏକଦମ ଠିକ୍ କଥା ଧରିଛନ୍ତି। ତେଣୁ ଦୁଃଖର ମୁକ୍ତି ପାଇବାକୁ ହେଲେ ଚନ୍ଦ୍ରକୁ ବଦଳାଇବାର ନାହିଁ, କେବଳ ଜଳକୁ ସ୍ଥିର କରିବାର ଅଛି। ଠିକ୍ ଅଛି, ମୁଁ ବୁଝିପାରୁଛି ଯେ ସମସ୍ୟାଟା ଏକ ଭ୍ରମ। କିନ୍ତୁ ଏହି ଭ୍ରମ ଭିତରେ ଫସିଥିବା ଲୋକ ପାଇଁ ତ ଏହା ପୁରା ସତ। ତେବେ ସେହି ଅସ୍ଥିର ପାଣିକୁ, ମାନେ ମନକୁ ଶାନ୍ତ କରିବାର କିଛି ଉପାୟ ଅଛି କି? ହଁ, ମୈତ୍ରୀ ଏଥିପାଇଁ ଦୁଇଟି ମୁଖ୍ୟ ମାର୍ଗ ବର୍ଣ୍ଣନା କରୁଛନ୍ତି। ପ୍ରଥମ ମାର୍ଗ ହେଉଛି ଯୋଗ। ଯୋଗ? ହଁ, ଯୋଗୀମାନେ ଧ୍ୟାନ ଏବଂ ଇନ୍ଦ୍ରିୟ ସଂଯମ ବଳରେ ନିଜ ମନୋରୂତକ ଜଳକୁ ସମ୍ପୂର୍ଣ୍ଣ ସ୍ଥିର କରିଦିଅନ୍ତି। ଯେତେବେଳେ ମନ ଶାନ୍ତ ହୋଇଯାଏ, ସେତେବେଳେ ପ୍ରତିବିମ୍ବ ଆଉ କମ୍ପେ ନାହିଁ, ଆଉ ଆତ୍ମା ନିଜର ପ୍ରକୃତ ସ୍ଥିର ସ୍ୱରୂପକୁ ଅନୁଭବ କରେ। କିନ୍ତୁ ଗୋଟେ ମିନିଟ୍, ମନକୁ ସମ୍ପୂର୍ଣ୍ଣ ସ୍ଥିର କରିବା, ଏହା ଶୁଣିବାକୁ ଯେତିକି ସହଜ ଲାଗୁଛି, କରିବାକୁ ତ ସେତିକି କଠିନ। ଏହା ତ ବଡ଼ ବଡ଼ ଯୋଗୀମାନଙ୍କ ପାଇଁ। ମୋ ଭଳି ସାଧାରଣ ମଣିଷ ପାଇଁ ତ ଏହା ପ୍ରାୟ ଅସମ୍ଭବ ଲାଗୁଛି। ଆପଣଙ୍କ ପ୍ରଶ୍ନଟି ଅତ୍ୟନ୍ତ ଯୁକ୍ତିଯୁକ୍ତ। ଆଉ ସେଇଥିପାଇଁ ତ ଦ୍ୱିତୀୟ ମାର୍ଗର ମହତ୍ତ୍ୱ ଆସୁଛି। ତାହା ହେଉଛି ଭକ୍ତି। ଭକ୍ତି? ହଁ, ମୈତ୍ରେୟ କହୁଛନ୍ତି, ଯେଉଁମାନଙ୍କ ପାଇଁ ମନକୁ ନିୟନ୍ତ୍ରଣ କରିବା କଷ୍ଟକର, ସେମାନଙ୍କ ପାଇଁ ଏକ ସରଳ ଉପାୟ ଅଛି। ମନକୁ ଶୂନ୍ୟ କରିବା ବଦଳରେ ତାକୁ ଏକ ଦିବ୍ୟ ବସ୍ତୁରେ, ମାନେ ଭଗବାନଙ୍କଠାରେ ସମ୍ପୂର୍ଣ୍ଣ ଭାବ ଲଗାଇଦେବା। ଆଚ୍ଛା, ଏହା କିପରି କାମ କରେ? ଯେଉଁମାନେ ନିରନ୍ତର ଭଗବାନ ବିଷ୍ଣୁଙ୍କ ଚରଣରେ ନିଜକୁ ସମର୍ପି ଦିଅନ୍ତି, ସେମାନଙ୍କର ସମସ୍ତ ସାଂସାରିକ କ୍ଲେଶ ଆପେ ଆପେ ଦୂର ହୋଇଯାଏ। ଏଠାରେ ଗୋଟେ ସୁନ୍ଦର ଉପମା ଦିଆଯାଇଛି ଯେ ଭକ୍ତମାନଙ୍କର ଦୁଃଖ ଶୁଖିଲା ଘାସ ପରି ଜଳିଯାଏ। ଦହିୟନ୍ତେ କୃଷ୍ଣ ସେବୟା। ବାଃ, ଶୁଖିଲା ଘାସ ପରି। ହଁ, ଆଉ ଗୋଟେ ଉପମା ହେଉଛି, ଯେପରି ଗୋଟେ ଭ୍ରମର ଆଉ କିଛି ନ ଭାବି କେବଳ ପଦ୍ମଫୁଲର ମକରନ୍ଦରେ ଲୀନ ରହେ, ସେହିପରି ଯେଉଁ ଭକ୍ତମାନେ ନିଜ ଚିତ୍ତକୁ ହରିଙ୍କ ପାଦପଦ୍ମର ସୁଗନ୍ଧରେ ଲଗାଇ ରଖନ୍ତି, ସେମାନଙ୍କୁ ଯମର ଭୟ ମଧ୍ୟ ଲାଗିନାହିଁ। ତେବେ ଦୁଇଟି ମାର୍ଗ, ଗୋଟିଏ ହେଲା ଯୋଗ, ମନକୁ ନିଜ ପ୍ରୟାସରେ ଶାନ୍ତ କରିବା, ଆଉ ଅନ୍ୟଟି ଭକ୍ତି, ମନକୁ ଭଗବାନଙ୍କଠାରେ ଲଗାଇ ତାଙ୍କ କୃପାରେ ଶାନ୍ତି ପାଇବା। ଏହା ବହୁତ ସ୍ପଷ୍ଟ। ତେବେ ମୈତ୍ରେୟଙ୍କର ଏହି କଥା ଶୁଣିବା ପରେ ବିଦୁରଙ୍କ ଉପରେ କ'ଣ ପ୍ରଭାବ ପଡ଼ିଲା? ତାଙ୍କର ଦ୍ୱନ୍ଦ୍ୱ ଦୂର ହେଲା? ସମ୍ପୂର୍ଣ୍ଣ ଭାବେ ଦୂର ହୋଇଗଲା। ସେ ନିଜେ ସ୍ୱୀକାର କରୁଛନ୍ତି, ଆପଣଙ୍କ ବାକ୍ୟରୂପକ ଖଣ୍ଡା ମୋ ମନର ସନ୍ଦେହକୁ ବିନାଶ କରିଦେଲା। ଯେଉଁ ଦ୍ୱନ୍ଦ୍ୱ ତାଙ୍କ ମନକୁ ଖଣ୍ଡ ଖଣ୍ଡ କରିଦେଇଥିଲା, ତାହା ଏବେ ଶାନ୍ତ ହୋଇଯାଇଛି। ଏହା ତ ଏକ ବିରାଟ ପରିବର୍ତ୍ତନ। ତେବେ ସେ କ'ଣ ଏଠିକିରେ ସନ୍ତୁଷ୍ଟ ହୋଇଗଲେ? କଥା କ'ଣ ଏଇଠି ସରିଗଲା? ନା, ଆଉ ଏଇଠି କଥାଟା ଆହୁରି ଆକର୍ଷଣୀୟ ହୋଇଯାଉଛି। ଏହି ନୂଆ ଜ୍ଞାନ ତାଙ୍କ ମନରୁ ଦ୍ୱନ୍ଦ୍ୱକୁ ତ ଦୂର କରିଦେଲା, କିନ୍ତୁ ଏହା ତାଙ୍କ ଭିତରେ ଏକ ନୂଆ, ବିରାଟ ଜିଜ୍ଞାସା ସୃଷ୍ଟି କଲା। କିପରି? ଗୋଟିଏ ସମସ୍ୟାର ସମାଧାନ ପାଇବା ପରେ ସେ ଆହୁରି ବଡ଼ ରହସ୍ୟକୁ ଜାଣିବାକୁ ଆଗ୍ରହୀ ହେଲେ। ତାଙ୍କର ଦୃଷ୍ଟିକୋଣ ବଦଳିଗଲା। ତାଙ୍କର ପ୍ରଶ୍ନଗୁଡ଼ିକ ଏବେ ବ୍ୟକ୍ତିଗତ ଦୁଃଖର ବାହାରି ସମଗ୍ର ସୃଷ୍ଟିର ରହସ୍ୟ ଆଡ଼କୁ ଗଲା। ଆଚ୍ଛା, ଯେମିତିକି? ସେ ଏବେ ପଚାରୁଛନ୍ତି, ଏହି ସମାଜରେ ଯେଉଁ ବ୍ରାହ୍ମଣ, କ୍ଷତ୍ରିୟ ଆଦି ଚାରି ବର୍ଣ୍ଣ ଅଛି, ତାହା କିପରି ସୃଷ୍ଟି ହେଲା? ପ୍ରଜାପତିମାନେ କିଏ? ପୃଥିବୀ, ସ୍ୱର୍ଗ, ପାତାଳ, ଏହି ଯେଉଁ 14 ଲୋକର କଥା କୁହାଯାଏ, ସେଗୁଡ଼ିକ କିପରି ତିଆରି ହେଲା? ବାଃ, ତାଙ୍କ ଚିନ୍ତା ମୋର ଦୁଃଖ କାହିଁକିର ବାହାରି ଏହି ସଂସାର କିପରି କାମ କରେ ଆଡ଼କୁ ଯାଉଛି। ଏକଦମ। ସେ ଆହୁରି ଆଗକୁ ଯାଇ ପଚାରୁଛନ୍ତି, ପଶୁ, ପକ୍ଷୀ, ଗଛଲତା କିପରି ସୃଷ୍ଟି ହେଲେ? ଗ୍ରହ, ନକ୍ଷତ୍ର ଆଉ ସମୟର ଚକ୍ର, ମାନେ କାଳଚକ୍ରର ରହସ୍ୟ କ'ଣ? ସେ ଏବେ ଜଣେ ଦୁଃଖୀ ବ୍ୟକ୍ତିରୁ ଜଣେ ବ୍ରହ୍ମାଣ୍ଡୀୟ ଜିଜ୍ଞାସୁରେ ପରିଣତ ହୋଇଛନ୍ତି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ପୁଣି ଥରେ ମୁକ୍ତିର ମାର୍ଗକୁ ଫେରୁଛନ୍ତି, କିନ୍ତୁ ଏକ ନୂଆ ଦୃଷ୍ଟିକୋଣରୁ।
ସେ ପଚାରୁଛନ୍ତି ଭଗବାନ ଗୋବିନ୍ଦଙ୍କୁ ପ୍ରକୃତରେ କିପରି ପ୍ରସନ୍ନ କରାଯାଇପାରିବ। ଠିକ୍ ସେଇଆ। ଏହା ଦର୍ଶାଉଛି ଯେ ପ୍ରକୃତ ଜ୍ଞାନ ସବୁ ପ୍ରଶ୍ନର ଉତ୍ତର ଦିଏ ନାହିଁ, ବରଂ ଏହା ଆହୁରି ଭଲ ପ୍ରଶ୍ନ ପଚାରିବା ପାଇଁ ଆମକୁ ସକ୍ଷମ କରାଏ। ତେବେ ଆଜିର ଏହି ଆଲୋଚନାରେ ଆମେ ଦେଖିଲେ କିପରି ଗୋଟିଏ ମୌଳିକ ବ୍ୟକ୍ତିଗତ ପ୍ରଶ୍ନ ଜଣକୁ ସମଗ୍ର ବ୍ରହ୍ମାଣ୍ଡର ରହସ୍ୟ ଜାଣିବା ପାଇଁ ପ୍ରେରିତ କଲା। ହଁ, ଆଉ ଏହି ଆଲୋଚନାର ମୁଖ୍ୟ ସାର କ'ଣ? ମୋ ମତରେ ପ୍ରଥମ କଥା ହେଉଛି ଆମର ଦୁଃଖ, କଷ୍ଟ, ବନ୍ଧନ ଏସବୁର ଅନୁଭବ ପ୍ରକୃତରେ ଏକ ଭ୍ରମ। ଏହା ଅସ୍ଥିର ଜଳରେ ଚନ୍ଦ୍ରର କମ୍ପିତ ପ୍ରତିବିମ୍ବକୁ ସତ ବୋଲି ଭାବିବା ପରି। ଆଉ ଦ୍ୱିତୀୟ କଥା ହେଉଛି ଏହି ଭ୍ରମରୁ ମୁକ୍ତି ପାଇବାର ମାର୍ଗ ଅଛି। ଆମେ ମନକୁ ସ୍ଥିର କରିପାରିବା ଯୋଗ ଦ୍ୱାରା କିମ୍ବା ଆମେ ସେହି ମନକୁ ଏକ ଉଚ୍ଚତର ଉଦ୍ଦେଶ୍ୟରେ ଭଗବାନଙ୍କଠାରେ ଲଗାଇ ଦେଇପାରିବା, ଯାହା ଭକ୍ତି ଦ୍ୱାରା ସମ୍ଭବ। ନିୟନ୍ତ୍ରଣ ବା ସମର୍ପଣ ରାସ୍ତା ଦୁଇଟି, କିନ୍ତୁ ଲକ୍ଷ୍ୟ ଗୋଟିଏ। ଏକଦମ। ଆଉ ଶେଷରେ ଏକ ଚିନ୍ତନୀୟ ବିଷୟ। ଏହି ଗ୍ରନ୍ଥରେ କୁହାଯାଇଛି ଯେ କେବଳ ଏହି କଥାକୁ ଶ୍ରଦ୍ଧାର ସହ ଶୁଣିବା ବା କହିବା ଦ୍ୱାରା ମଧ୍ୟ ମଣିଷ ମାୟାରୁ ମୁକ୍ତ ହେବାର ପଥରେ ଆଗେଇପାରେ। ଏହା ଏକ ଗଭୀର ପ୍ରଶ୍ନ ସୃଷ୍ଟି କରୁଛି। ଯଦି ସମସ୍ୟାଟି କେବଳ ମନର ଏକ ଭ୍ରମ, ତେବେ କ'ଣ ଏହାର ସମାଧାନ କେବଳ ଏକ ବାର୍ତ୍ତାଳାପ ଶୁଣିବା ଦ୍ୱାରା ସମ୍ଭବ? କ'ଣ କେବଳ ଏହି ଜ୍ଞାନର ଆଲୋକ ହିଁ ଚେତନାରେ ସେହି ମୌଳିକ ପରିବର୍ତ୍ତନ ଆଣିବା ପାଇଁ ଯଥେଷ୍ଟ, ଯେପରି ବିଦୁରଙ୍କ କ୍ଷେତ୍ରରେ ହେଲା? ଏହି ପ୍ରଶ୍ନଟି ଉପରେ ଚିନ୍ତା କରିବା ପାଇଁ ଆମେ ଆମର ଶ୍ରୋତାଙ୍କୁ ଛାଡ଼ି ଦେଉଛୁ।